ବ୍ରହ୍ମାଣ୍ଡ ପୁରାଣ ଶିବଙ୍କ ବନ୍ଦନା। ଜୟ 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 ଆହେ ପାର୍ବତୀ ରମଣ, ତବ ପାଦ ପଦ୍ମ ତଳେ ପଶୁଛି ଶରଣ। ଅତ୍ରାହି ଭଞ୍ଜନ ନାଥ ଦିନେ ଦୟା କରି, ପଦ ପୂରଣ କରନ୍ତୁ କଣ୍ଠେ ବସି କରି। ଏହି ଅନୁରୋଧ କରେ ବାରେ ଦୟା ବହି, କରପତ୍ର ଯୋଡ଼ି ମାଗେ କୃତାଞ୍ଜଳି ହୋଇ। ଦେବଙ୍କ ଉପରେ ଯେଣୁ ଅଟ ମହାଦେବ, ତେଣୁ ନମୁଅଛି ଆହେ ଜଗତ ବାନ୍ଧବ। ଯୋଗୀଜନ ମାନଙ୍କର ଅଟ ଶିରୋମଣି, ଶମଶାନ ନିବାସୀ ଭୂତ ମାନଙ୍କ କାରେଣୀ। ଅମୃତ ନୟନେ ଯାକୁ ଥରେ ଅଛ ଚାହିଁ, ମହାଜନ ମାନଙ୍କରେ ଗଣା ସେ ଅଟଇ। ଆବର ନିର୍ଦୟ ହୁଅ ତୁମ୍ଭେ ଯାହା ପ୍ରତି, ଘଟିଆ ସହି ତାହାକୁ ମହାନ ବିପତ୍ତି। ମାୟାକୁ ବନ୍ଧନ କରି ସଦାରୁ ଖିପାସ, ଘୋର ତପରେ ନିମଗ୍ନ ହୁଅ ମାଇସ। ଯେଉଁ ଆଦ ଶକ୍ତି ସୃଷ୍ଟି ଭରିଛନ୍ତି ଗର୍ଭେ, ସେ ପୁଣି ପୂଜନ୍ତି ତବ ପାଦ ଭକ୍ତି ମାର୍ଗେ। ଏ ବେଦ ଦେବତା ମାନଙ୍କ ହିତ ଲାଗି ତୁମ୍ଭେ ହେଳେ, ମହାହୋଳାହଳ ପାନ କଲ ସିନ୍ଧୁ ଜଳେ। ସକଳ ମଙ୍ଗଳକୁ କରିଣ ହରଣ, ମଙ୍ଗଳମୟ ନାମରେ ବିଖ୍ୟାତ ଜାଣ। ଯେହୁ ଯାହା ମାଗି ଅଛି ତବ ଶ୍ରୀ ଛାମୁରେ, ଦାନ କରିଅଛ ତାଙ୍କୁ ନିର୍ମଳ ଅନ୍ତରେ। ଧ୍ରୁବକୁ ଧୂବ ମଣ୍ଡଳ କାଳେ କଲ ଦାନ, ବସାଇଲ ଶ୍ରୀ ବିଷ୍ଣୁଙ୍କ ବୈକୁଣ୍ଠ ଭୁବନ। ଇନ୍ଦ୍ରକୁ କରିଛ ଦାନ ଜୟ ଅମରାବତୀ, କୁବେରକୁ ଦାନ ଦେଇ କୈଳାସ ବିଭୂତି। ଶେଷେ ଜଳ ଶୂନ୍ୟ ମହା ଶ୍ମଶାନ ମଧ୍ୟରେ, ବାସ କରିଅଛ ଭୂତ ଗଣଙ୍କ ସଙ୍ଗରେ। ଏମନ୍ତ ବିଭୂତି ଯେଣୁ ଅଟଇ ତୁମ୍ଭର, ଏହି ଦିନ ଜନ ପ୍ରତି ବାରେ ଦୟା କର। ଓಂ ଶିବାୟ 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 ଶିବାୟ। क्षमा प्रभु। बृहत ब्रह्मांड पुराण 30 पृष्ठा 5म अध्याय। सावित्री वाद। सावित्री बाइला सुन है जाओ माता, न कहिले मते किंभा पुछिबार कथा। इंद्रंक घरणी सती जन्म समाचार, शुणिबा पाई के पोछा कले श्री पयर। ता न कही एणे तेणे भ्रमरे पलाई, भुलाई देउछ किंबा आहे प्राण साई। कुह कुह महामती मते बुझाइण, सती देवींकर जन्म कर्म विवरण। काहू से जन्म लभिला पिता माता किए, स्वर्गपुर धीश्वरी किपरि से हुए। से सकल शुणिबाकु बड़ इच्छा मोर, कामना पूरण कर ब्रह्मांड ठाकुर।
ତୁମ୍ଭ ପତ୍ନୀ ହଏ ମୋହି ନ ଜାଣଇ କିଛି, ମୋ ପରେ ଅଜ୍ଞାନୀ ଜନ କାହିଁକି ଅଛି। ପତ୍ନୀ ମନଗତ ଭାବ ଜାଣି ପ୍ରଜାପତି, ପୂର୍ବ କାହାଣୀ ତାଙ୍କ ଆଗରେ କହନ୍ତି। ଶ୍ରୀ ବ୍ରହ୍ମବାଦ ଶୁଣଗ ସାବିତ୍ରୀ ଏହି ଅପୂର୍ବ ଆଖ୍ୟାନ, ଶୁଣିଲେ ପାତକ ତୋର ହଇବ ଦହନ। ଯେତେବେଳେ ସଦାଶିବ ଆଦି ନାରୀ ସଙ୍ଗେ, ମାତିଲେ ସକଳ ଫୁଲି ସେହୁର ତିରଙ୍ଗେ। ଶଙ୍କର ବୀର୍ଯ ପଡ଼ନ୍ତେ ଆଦି ନାରୀ ଗର୍ଭେ, ଦୁହିତା ଜନମ ହେଲା ଅତି ଶୁଭ ଯୋଗେ। ରାଜରାଜେଶ୍ୱରୀ ଜଗ ଅଛଇ ତାହାର, ରୂପରେ ମହିଳା ସେହି ସକଳ ସଂସାର। କନ୍ୟାଟିକୁ ଛାଡ଼ି କରି ଆଦି ଚାଲିଗଲେ, କ୍ଷୀର ନ ପାଇ ବାଳିକା ଉଚ୍ଚରେ କାନ୍ଦିଲେ। ତାହା ଜାଣି ମୁହିଁ ତାକୁ ସେଠାରୁ ଆଣିଲି, ନିଜ ପାଶେ ରଖି ଅତି ଯତ୍ନେ ବଢ଼ାଇଲି। ଦିନୁ ଦିନ ବଢ଼ିଲା ସେ ଶଶୀ କଳା ପରି, ରୂପ ଦେଖିଲେ ମନ୍ମଥ ହୋଇବଟି ଘାରି। କ୍ରମେ କ୍ରମେ ନବ ଯୁବା ହେଲା ସୁବଦନୀ, ଶୂନ ଚନ୍ଦ୍ର ନିନ୍ଦେ ମୁଖ ବୀଣା ନିନ୍ଦେ ବାଣୀ। ଭ୍ରମର ପନ୍ତି ସଦୃଶତା ସେ କେଶ, ବହିଲା ସୁବର୍ଣ୍ଣ ଜିଣି ସୁବର୍ଣ୍ଣ ପ୍ରକାଶ। କାମ ଶଙ୍ଖ ଛିଣି କଣ୍ଠ ନାସା, ଶୀଳ ପୁଷ୍ପ ଅଧର ଦିଣେ ମନ୍ଦାର କୁସୁମ ବିଳାସ। ଡାଳିମ୍ବ ବେଦକୁ ତୁଚ୍ଛା କରି ମଣେ ଦନ୍ତ, ସ୍ଥଳ ପଦ୍ମେ କରେ ପଦ ଚରଣ ଆଘାତ। ନୀଳପକ୍ଷ ନିନ୍ଦା କରେ ତାର ଚକ୍ଷୁଦୟ, ଶସ୍ତ୍ର ଚାପେ ତୁଚ୍ଛ କଲେ ଭୁଲତା ନିଶ୍ଚୟ। ଉରୁ ନିନ୍ଦେ ରମ୍ଭା ତରୁ କଟି ଅତି ଯଶରୁ, ସିଂହ କଟା ଦେଖି ପରାଜିତ ହୁଏ ଦୂରୁ। ଅର୍ଦ୍ଧଚନ୍ଦ୍ର ଖଣ୍ଡ ପରି ତା ଲଲାଟ ଦିଶେ, ଗଣ୍ଠି ସ୍ନାନ ମାନ ଚାର କାହିଁ ନ ପ୍ରକାଶେ। ଗତିରେ ଗଜଗତିକି କରେ ଅତି ତୁଚ୍ଛ, ତ୍ରିବଳୀ ଶୋଭିତ ଯଥା ସୌଧ ପାବଛ। ଖଞ୍ଜନ ଗଞ୍ଜନ ନେତ୍ର ସଭାକେ ବର୍ଣ୍ଣିବ, କହି ଚାତୁରେ ମାତ୍ରକେ ରହିବ। ଦେଖି ସେହି କନ୍ୟା ରୂପ ମନେ ବିଚାରିଲେ, କାହାକୁ ଏହା ପ୍ରଦାନ କରିବା ଭାବିଲେ। ସେ ସମୟରେ ସ୍ୱର୍ଗପୁରେ ରାଜା ବୈଶ୍ୟବଣ, ତାର ଅନୁରୂପେ କନ୍ୟା ନ ମିଳିଲା ଜାଣ। ସହଜେ ସତୀ କନ୍ୟାର ଅନୁରୂପ ବର, ନଥିବାରୁ ଚିନ୍ତାନ୍ୱିତ ହେଲେ ନିରାକାର। ବୈଶ୍ୟ
এ শ্রবণর বিষয় পড়িলা মনরে বয়ে শ্রবণে বরিলে অতি আনন্দরে অধিসরি হয়ে লাখ শশী স্বর্গপুরে ହେଲା ମହା ସତୀ ସତୀ ମାନଙ୍କ ମଧ୍ୟରେ ଜଗ ମିଳନ ଉଭୟେ ମହାସୁଖୀ ହେଲେ ଆନନ୍ଦ ମନରେ ପ୍ରଜା ମାନଙ୍କୁ ପାଳିଲେ ଆବର୍ତ୍ତକ ସବର୍ତ୍ତକ ଦ୍ରୋଣ ଦେ ପୁଷ୍କର ଚାରି ମେଘ ଘେନି ଇନ୍ଦ୍ର ପାଳଇ ସଂସାର আবশ্যক বেলে জল বরষা করয়ে ধ্যান আদি শস পৃথি তহু পূজয় তাহা খাই জীবগণ আনন্দিত হেলে সতীন্দ্রଙ୍କ প্রশংসা বহুমতে কলে একথা শুনি সাবিত্রী পুଣି পচারନ୍ତି ধ্যান ধন নমকে ধ্যান ধনমকে পরে কুহ প্রজাপতি কেবল ঠাবরু সে উৎপত্তি হইলা কিয়ে প্রথমরে আনি সে বীজକୁ দেলা কৃষক কে পরে খেতে বুଣିଲା ତାହାକୁ ଅତ୍ୟନ୍ତ ଶ୍ରଦ୍ଧା ବଢ଼ିଛି ମୋର ଶୁଣିବାକୁ ଧ୍ୟାନ କେତେ ବନେ ହୁଏ କିପରି ସେ ବୃକ୍ଷ ସଂକ୍ଷେପୀ କହନ୍ତୁ ମତେ ଆହେ ଦେବ ମୁଖ ଏହା ଶୁଣି ବେଦ ବର କହିଲା ରମ୍ଭିଲେ ସାବିତ୍ରୀଙ୍କ ମନ ଜାଣି ଉତ୍ତର କହିଲେ ଧାତା ଉବାଚ ଯେତେବେଳେ ପୃଥିବୀରେ ପ୍ରଳୟ ହୋଇଲା ସବୁଯାକ ଧାନ ବୀର୍ଯ୍ୟ ନଷ୍ଟ ହୋଇଗଲା ପ୍ରଳୟ ଜଳରେ ତହୁ ଭାସିଗଲେ ସେହି ଅଞ୍ଜଳି ପାତିଲେ ନିରାକାର ଦେଖି ତହିଁ ଧ୍ୟାନ ବୀର୍ଯ୍ୟ ଅଞ୍ଜଳିରେ ରଖି ନିରାକାର ନିରାଲମ୍ବରେ ଶୟନ କରିଲେ ସେ ପୁର ମର୍ତ୍ତପୁରେ ବହୁ ପ୍ରାଣୀ ହୋଇଲେ ଉତ୍ପନ୍ନ କି ଖାଇ ବଞ୍ଚିବେ ସର୍ବେ ନାହିଁ ଖାଦ୍ୟମାନ ମହାଚିନ୍ତା କରି ବିଷ୍ଣୁ କହିଲେ ଝାମୁରେ ପ୍ରଜା ସୃଷ୍ଟି କଲେ ଦେବ ବହୁ ପ୍ରକାରେ ବଞ୍ଚିବେ କିପରି ସେହି ମାନେ କିସ ଖାଇ ସେହି କଥା ଗୋଟି ପ୍ରଭୁ ତୁମ୍ଭକୁ ଲାଗଇ ନିରାକାର ଶିବଙ୍କୁ ଦେବ ଦେଲେ ଧ୍ୟାନ ବୀଜ ନିରାକାର ଶିବଙ୍କୁ ଦେଲେ ଧ୍ୟାନ ବୀଜ ଶଶ ଜନ୍ମାଇବା ପାଇଁ ପ୍ରଭୁ ଦେବରାଜ ଆଜ୍ଞା ଦେଲେ ମହେଶ୍ୱର ଆନନ୍ଦ ମନରେ ମହାଦେବ ଘେନି ତାହା କପିଳାସପୁରେ ପେନ୍ଟା ଟିକେ ଆମୁତରେ ସେଇଟା ଅଛି ଜଟା ମଧ୍ୟରେ ଧାନକୁ ରଖିଣ ଗମିଲେ ଜଟା ମଧ୍ୟରେ ଧାନକୁ ରଖିଣ ଗମିଲେ ଭୋଳାନାଥ ତାହାଙ୍କ କଥାକୁ ବା ସରିଲେ କିଛି ଦିନ ନିଶ୍ଚିନ୍ତରେ କୈଳାସପୁରେ ବିଜୟ କଲେ ଶଙ୍କର ଆନନ୍ଦ ମନରେ ତାହାପରେ ଜଗତେ ଭୋଳା ମହେଶ୍ୱର
ତପସ୍ୟା କରିବା ଲାଗି ହଇଲେ ବାହାର। ଗହନ କାନନ ମଧ୍ୟେ ଯାଇ ପ୍ରବେଶିଲେ। ନିକାଞ୍ଚନ ସ୍ଥାନ ମାନ ସେଠାରେ ଖୋଜିଲେ। ସରସ୍ୱତୀଙ୍କ ଗଣ୍ଡୁକୀର ମଧ୍ୟେ ସ୍ଥଳେ ଯାଇ, ସରସ୍ୱତୀ ଗଣ୍ଡୁକୀର ମଧ୍ୟସ୍ଥଳେ ଯାଇ ବିଜୟ କଲେ ଶଙ୍କର ଆନନ୍ଦିତ ହୋଇ। ଅତି ମନୋହର ସ୍ଥାନ ଅଟଇ ଯେ ସେହି। ପାପ ତାପ ସେଠା ପରେ ତିଳେ ମାତ୍ର ନାହିଁ। ଅତନ୍ତ ସୁରମ ସ୍ଥାନ ସେ ଗଣ୍ଡୁକୀ ତୀର। ଭସ୍ମ ଲେପନ କରିଲେ ଅଙ୍ଗେ ମହେଶ୍ୱର। ବେନି ନଦୀ କୂଳୁ ଯାଇ ମୃତ୍ତିକା ଆଣିଲେ। ଶୀତଳ ଲାଗନ୍ତେ ହର ଲଲାଟେ ଲେପିଲେ। ଭସ୍ମ ସହିତରେ ଥକେ ମୃତ୍ତିକା ନେଇଣ। ଜଟାରେ ରଖିଲେ ପ୍ରଭୁ ପାର୍ବତୀ ରମଣ। ଯେ କାଳେ ଜଟା ମଧ୍ୟରୁ ଖସିଲା ସେ ଧାନ, ସେତେବେଳେ ଶିବଙ୍କର ପଶିଲା ଚେତନ। ନିରାକାରଙ୍କ ଆଦେଶେ ଲଙ୍ଗିଅଛି ମୁହିଁ। ଦେଖିଲେ କୋପ କରିବେ ପ୍ରଭୁ ଦୟାମୟୀ। କି କରିବି ବୋଲି ସେହୁ ପାଚିନ ମନରେ। କୃଷକ ଜଣକୁ ଡକାଇଲେ ଧାତିକାରେ। ଆବର ଆଦେଶ ତାଙ୍କୁ ଦେଲେ ଦେବହର। ଧ୍ୟାନ ବୀଜ ଅଛି କୃଷି କରତୁ ସତର। ଶିବଙ୍କ ଆଦେଶ ମତେ ସେ କୃଷକ ଗଲା। ଯତନ କରିନ ଭୂମି କର୍ଷଣ କରିଲା। ଆପଣେ ଶଙ୍କର ଧ୍ୟାନ ବୀଜକୁ କରିନ। ସେ କ୍ଷେତ୍ର ପରେ ବୁଣିଲେ ହରଷ ହଇଣ। ତାପରେ ଇନ୍ଦ୍ରଙ୍କୁ ଆଜ୍ଞା ଦେଲେ ଦେବହର। ବରଷା କରିଣ ଜଳ ପାଳତୁ ସଂସାର। ଉଠିବ ଯେପରି ଏହି ଧାନ ଏ କ୍ଷେତ୍ରରେ। ଆଜ୍ଞା ମାତ୍ରେ ଇନ୍ଦ୍ର ବାରି ବସିଲା ଯେ ଘରେ। ଜଳ ବରଷନ୍ତେ ଧାନ ବୀଜ ଅଙ୍କୁରିଲା। ଦେଖି ଶଙ୍କରଙ୍କ ମନ ଆନନ୍ଦିତ ହେଲା। ତାହାପରେ କିଛି ଦିନେ ସେ କ୍ଷେତ୍ରରେ ଧାନ ବର୍ଦ୍ଧିତ ହଇଣ କ୍ଷେତେ ଘଟିଲା ବହନ। ଯଥା ସମୟରେ ଥୋଡ଼ ଆହାର ହଇଣ। ଫୁଲ ଉଡ଼ାଇ ଫଳିଲା ଧାନ ମେନ୍ଥା ଜାଣ। ତାହା ସୁବାସରେ କମ୍ପି ଉଠିଲା ସେ କ୍ଷେତ। ତାହା ସୁବାସରେ କମ୍ପି ଉଠିଲା ସେ କ୍ଷେତ। ଦେଖି ଶଙ୍କର ହଇଲେ ଅତି ହରଷିତ। ତପସ୍ୟା କରିବା ପାଇଁ ମନେ ବିଚାରିଲେ। ଥକାଏ ଦୂରେ ବସିଣ ତପ ଆରମ୍ଭିଲେ। ଏହା ପରେ ଆନଗାଥା ଶୁଣ ମନ ଦେଇ। କାମୋଦରେ ମହାଦେବୀ ହଇଲେ କବାଇ। ମଦନ ବାଣରେ ସେହୁ ପତିତ ହଇଣ। ମନ ମଧ୍ୟରେ କ୍ରୋଧିତ ହେଲେ ମାତ ପୁଣ। ବଇଲେ ମୋ ନାରୀ ଜନ୍ମ ବଟେ ଅସାର୍ଥକ। ଯୁବା କାଳେ ନ ଲୋଭିଲି ସ୍ୱାମୀଙ୍କର ମୁଖ। ଯେଉଁ ସମୟରେ ସ୍ୱାମୀ ନିତାନ୍ତ ଦରକାର, ସେବେଳେ ପୁଣି ମୁଁ ଏକା ହୁଏ ହରବର।
আহারে বিধাতা কিংবা মোর লালতরে লেখিলু এমন্ত দুঃখ কেউ আকর্ষণরে কিবা কেউ দিন তর করিଥିଲେ ক্ষতি তেণু বল লাটে তাহা লেখিদেলু চিন্তি নারী হয়ে যাবে জন্ম হইথান্ত তুমি নারী হয়ে যাবে জন্ম হইথান্ত তুহি তাহলে পরি কেউ ন লেখিথান্তেই যুবাকালে নারী যদি পতিকু ন পায়ে জন্ম হইবা তার কারণ হুয়ে তাহাঠাରୁ হতভাগী জଣେକେ ନଥିବ ଯମଯାତନାରୁ କାମ ଯାତନା ବଢିବ ଶାସ୍ତ୍ରରେ ରହିଛି ଯେବେ ଜଳର ଅନଳ ଶାସ୍ତ୍ରରେ ରହିଛି ଯେବେ ଜଳଇ ଅନଳ ଜଳ ପକାଇଲେ ତାହା ହୁଏ ଶୀତଳ କିନ୍ତୁ ସେହି ଶାସ୍ତ୍ର ମଧ୍ୟରେ ପୁଣି ଚିରଇ କାମର ଅନଳ ଜଳେ ଅଧୀର କରଇ ପୁଣି ଜଳ ବରସିଲେ ପୃଥିବୀ ସହିତ ବଣ ପର୍ବତ ଆଦି ହୋଇଥାନ୍ତି ଶାନ୍ତ ଆମର କୃଷକ ମନ ଆନନ୍ଦ ହୁଏ ଜଳ ବରଷାରେ ତାର କ୍ଷେତ ସଜାଡ଼ଇ କିନ୍ତୁ ଏକା ବିବରଣୀ ବରଷା କାଳରୁ କାଳ ପରି ବିଚାର ଆପଣା ମନରୁ জয় জয় শিবায় 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 জয় মা অম্বে যেতে অধিক মাত্রারে বরষই জল পৃথিবী অরণি সেতে হুই আকল আকুল অহিলে উপরি জলে অহির অটই বর্ষা কালু রহিতে মত মলই যাহার পতি ছাড়ি ন যায় দেবী দেশকু অথবা ভল ন পায়ে বিবাহী নারীকু পরর মণিরে সদা শক্ত হুই আনন্দ মনে সে নারী ঘেনিন রমই আপনার মণি যেবে কহে হসিগির তাহা উপরে বিরক্ত হুয়ে বার বার আবরতি কৃপণ হুয়ে যার পতি নারী যাহা মাগে তাহা করুথায়ে নাস্তি ভলে খাইবাকু গণ্ডে নারীকু নদিয়ে খাইলে এতে খাউছু বলি সে হু কহে বলে সারা দুনিয়াকু জীবু তুহি চরি এতে ধন আনি কাহু দেবিল সুরি তহর নিমন্তে কিল দরিদ্র হইবি ভিক্ষা ঝুলি কান্ধে ধরি দাণ্ডরে বুলিবি এমন্তর মণি জন্ম অটে কারণ তাহাঠারু হিনা কেহি নাই জগতেণ স্বামীর কলরে যেহু পালন কাটই স্বামীর কলরে যেহু বালন কাটই কালন কাটই তাহার জীবন গোটে ব্যর্থ হুই
ଏମତ ଅଟଇ ନାରୀ ମାନଙ୍କର ରୀତି ଯୁବା କାଳେ ବିହରିଣୀ ଯୁବା କାଳେ ବିରହିଣୀ ହୁଏ କରତି ଷଡ଼ଶୀର ମଣି ଖୋଜେ ଉପଯୁକ୍ତ ସାଥୀ ମନ ପରାୟ ସମସ୍ତ ଜାଣେ ହଏ ତୃପ୍ତି ଧନୀ ନିର୍ଧନ ବିଚାର ନ କରନ୍ତି ସେହି ଯୁବା ନାରୀ ମନ ମତ ପତି ଖୋଜୁଥାଇ ଦରିଦ୍ର ହେଉ ପଛକେ ଯଦ୍ୟପି ନାରୀର ମନ ମୁତାବତ ପତି ହୋଇଯାଏ ସ୍ଥିର ଧନ ଦରବକୁ ସେହୁ ପାଦେ ଠେଲି ଦେଇ ସେ ପତି କଳରେ ସୁଖେ ସମୟ କାଟଇ ଏପରି ଅଟଇ ନାରୀ ଜାତିର ଲକ୍ଷଣ ପତିମାନଙ୍କ କର୍ତ୍ତବ୍ୟ ମନ ଦେଇ ଶୁଣ ଯୁବତୀର ମଣି ଯେବେ ଗୃହ ମଧ୍ୟ ଥିବ ତାକୁ ହତାଦର କରି ବାହାରେ ନ ଯିବ ଗଲେ ଯଦ୍ୟପି ମଙ୍ଗଳ ତାର ନ ହଇବ ଯୁବତୀ ଆଖି ଲୁହରେ ହସ୍ତସ୍ତ ହେବ ତେଣୁ ପତିର କର୍ତ୍ତବ୍ୟ ସେହି ସମୟରେ ପ୍ରିୟାକୁ ସଙ୍ଗରେ ନେଇ ଯିବ ଆନନ୍ଦରେ ପତି ପତ୍ନୀ ଦୁହେଁ ସୁଖେ ପାଳିଲେ ସଂସାର ମହାଲକ୍ଷ୍ମୀ ତ ସହନ୍ତି ତାହାଙ୍କ ଉପର ପତ୍ନୀ ବିଭୁନରେ ଘର ସଭିତ ନୁହଇ ଶୂନ୍ୟ ରୂପ ସମ ସେହି ଗୃହରେ ଦିଶଇ ପତ୍ନୀ ସିନା ଗୃହ କର୍ମ କରେ ନୀତି ପ୍ରତି নানা ওষা পর্ব বার বরত পালନ୍ତି স্বামী ପରିଜନଙ୍କୁ ସେ ତୃପ୍ତ କରିବାକୁ ରନ୍ଧନ କରନ୍ତି ତସେନକ ଡରି ଅଗ୍ନିକୁ ସ୍ୱାମୀ ପରିଜନଙ୍କୁ ଯେ ତୃପ୍ତ କରିବାକୁ ରନ୍ଧନ କରନ୍ତି ତ ସେ ନ ଡରି ଅଗ୍ନିକୁ ଅନ୍ନ ଆଉ ବ୍ୟଞ୍ଜନାଦି ରନ୍ଧନ କରଇ ସନ୍ତୋଷ ମନରେ ଗୃହସ୍ଥକୁ ପରସଇ অবশেষে উত্তিষ্টকু ভক্ষণ করই স্বামী উত্তিষ্টম হার্দ পরায় বলই এমত অটয়ে নারী জাতিকর গুণ পুরুষে তাহাଙ୍କୁ କରୁଛନ୍ତି ହଇରାଣ ଯୁବା ନାରୀ ଯେତେବେଳେ ଧୈର୍ଯ୍ୟ ଧରି କରେ ଅନାଇଛି ଡାକିବାକୁ ଅନାଇଛି ଢାଳିବାକୁ ପତିଙ୍କ ଭୟରେ ସେହି ସମୟରେ ପୁଣି ଥଣ୍ଟପଣ କରି ନାରୀ ଗଳା କାଟି ପୁରୁଷ ଯାଏ ଯେ ବାହାରି ତେମନ୍ତ ନାରୀର ଜନ୍ମ ଅଟେ ଅକାରଣ ବଞ୍ଚିବା ଠାରୁ ଯେ ଶ୍ରେୟ ଅଟଇ ମରଣ ମାତ୍ର ଯେଉଁ ପରି ପତି ପତ୍ନୀ ଆନନ୍ଦରେ ଜୀବନ ବିତାନ୍ତି କେଳି କରି ଏକତ୍ରରେ ପୁତ୍ର କନ୍ୟା ଉପଜାଇ ବଂଶକୁ ବଢ଼ାନ୍ତି ତାଙ୍କ ସମ ଭାଗ୍ୟବାନ ବ୍ରହ୍ମାଣ୍ଡେ ନାହାନ୍ତି ଅତିଥି ବ୍ରାହ୍ମଣେ ଯେହୁ କରଇ ଆଦର
ପରକୁ ଦେଖିଲେ ହସି କରେ ଆପଣାର। ସେହି ପରିବାର ଏକା ଶାନ୍ତିକୁ ଭଜନ୍ତି। ଦେବତା ବ୍ରାହ୍ମଣ ଠାରୁ ଆଶିଷ ଲଭନ୍ତି। ସନ୍ତାନ ନଥାଏ ଯେଉଁ ରମଣୀ କଳରେ। ବାଞ୍ଛା ମରିଛି ଅଟଇ ନାରୀ ସମାଜରେ। ତାହାର ଜନ୍ମ ହୋଇବା ବୃଥା ଅଟେ ଜାଣ। ନାରୀ ସମାଜରେ ବ୍ୟତିକ୍ରମ ସେହି ପୁଣ। ଜୟ 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 ମା ଅମ୍ବେ। କେତେ ବଡ଼ ବିଷୟ। ଉଚ୍ଚ ବଂଶେ ଜନ୍ମ ହେବା ବୃଥା ତା ଅଟଇ। ସ୍ୱାମୀ ବିରହିଣୀ ସବୁଠାରୁ ଦୁଃଖ ପାଇ। ଯାହାର କାନ୍ତ ବିଦେଶେ କରଇ ଗମନ। ମହାପାପୀ ମଧ୍ୟରେ ସେ ଅଟଇ ଗଳନ। ମୁହିଁ ଦେବ କୂଳେ ଜନ୍ମି ଅକାରଣ ହେଲି। ସଦାଶିବ ପତ୍ନୀ ହୋଇ ଏ ଦଣ୍ଡ ପାଇଲି। ସନ୍ତାନ ସନ୍ତତି ମୋର ନାହାନ୍ତି କଳରେ। ଅନ୍ନଭଞ୍ଜନ ଅଭାବ ସର୍ବଦା ଗୃହରେ। ବସନ ଭୂଷଣ କିଛି ନାହିଁ ଯେ ମୋର। ବଞ୍ଚିଲି ସ୍ୱାମୀଙ୍କୁ ତ୍ୟାଜି ବହୁ ସମ୍ବତ୍ସର। କେମନ୍ତ ପରାଣ ମୁହିଁ ଧାରଣ କରିବି। କାମ ତାପ ବିନାଶନ କେମନ୍ତେ ସହିବି। ଶଙ୍କର ଯଦି ଏପରି ନ ଚାହିଁବେ ମୋରେ। ପୁରୁଷ ନାରୀଙ୍କି କିମ୍ବା ଦେଖିବେ ସଂସାରେ। ଏତେ ପାଞ୍ଚି ମହାଦେବୀ ଉପାୟ ପାଞ୍ଚିଲେ। କୀଟ ଜାତ କରିବାକୁ ମନେ ଇଚ୍ଛା କଲେ। ଶରୀରୁ ମଳିଟି କିଏ କରିନ ବାହାର। ଜୀବନାଶ ଦେଲେ ତାକୁ ସିଞ୍ଚି ମନ୍ତ୍ର ନୀର। ଛଗଡ଼ ହେଲା ତାର ପୁଣି ଆଖି ଦୁଇ। ଛଗଡ଼ ହେଲା ତାର ପୁଣି ଆଖି ଦୁଇ। କଳା ଶରୀର ତାହାର ବେଗରେ ଧାମଇ। ତାହାକୁ ଦେହରୁ ତ୍ୟାତ କରି ମହେଶ୍ୱରୀ। ଅତି ସନ୍ତୋଷ ଇଲେ ଚିତ୍ତରେ ବିଚାରି। ଆବର ସେ କୀଟ ଗଣେ ଡକାଇଣ ପାଶ। କୋମଳ ବଚନେ ଦେବୀ କରିଲେ ଆଦେଶ। ବଇଲେ ମୋହ ବଚନ ଶୁଣ ଆରେ କୀଟ। ଶିବଙ୍କ ବିନେ ମୁଁ ଲଭୁଅଛି ବହୁ କଷ୍ଟ। ସରସ୍ୱତୀ ଗଣ୍ଡୁକିର ମତର ଭାଗରେ। ସରସ୍ୱତୀ ଗଣ୍ଡୁକିର ମଥର ବାଗରେ। ବହୁ କୃଷି କ୍ଷେତ୍ରେ ରହିଅଛି ସେ ଠାବରେ। ତାର ମନୋହର ବା ସେ ଦିଗଜ ମକଇ। ଏମନ୍ତ ସ୍ଥାନ ଏ ସାରା ମରତରେ ନାହିଁ। ସେଠାରେ ତପ କରନ୍ତି ବସିଣ ଶଙ୍କର। ଘର ଦ୍ୱାର ପତ୍ନୀ ସବୁ କରିଣ ପାଶର। ତୁହି କୀଟ ସେଠା ବରେ ଯାଇଣ ମିଳିବୁ। ମସ୍ତକେ ରହି ତାହାଙ୍କୁ ବହୁ କାମୁଡ଼ିବୁ। ତାହାଙ୍କ ଶିରୁ ରକତ କରିବୁ ଆର। ତ ଦର୍ଶନେ କହି କଲବଲ ହୋଇବେ କହର। ଅପାର କଷଣ ଯହୁଁ ଶଙ୍କର ପାଇଲେ। ମୋର କଥା ଗୃହ କଥା ମନେ ପକାଇଲେ। ଏପରି ତିଆରି ସେହି କୀଟକୁ କହିଲେ। ଶିବଙ୍କୁ ଦଂଶିବା ପାଇଁ ଆଦେଶ ବିହିଲେ। ପାର୍ବତୀ ଆଦେଶ ପାଇ କୀଟ ଚଳିଗଲା।
ଗଣ୍ଡୁକୀ ନଦୀ କୂଳରେ ପ୍ରବେଶ ହୋଇଲା। ଦେଖିଲା ସେଠାରେ ଶୋଷ କ୍ଷେତ୍ର ସୁମାର, ତାହାରି ପାଶେ ଅଛନ୍ତି ବିଶ୍ୱନାଥର। ଊର୍ଦ୍ଧ୍ୱକୁ ଅନାଇ ବସିଛନ୍ତି ବ୍ରହ୍ମାସନେ, ବାୟୁରୋଧି ଅଛନ୍ତି ଯେ ମୁଦ୍ରିତ ନୟନେ। ଏକାକ୍ଷର ମନ୍ତ୍ର ରାଜ ସ୍ମରଣ କରନ୍ତି, ନିଶ୍ଚୟ ଆସନେ ଦେବ ଦେବ ପଶୁପତି। ନିଶ୍ଚୟ ଏକାକ୍ଷର ମନ୍ତ୍ର ରାଜ ଶରଣ କରନ୍ତି, ସ୍ମରଣ କରନ୍ତି, ନିଶ୍ଚଳ ଆସନେ ଦେବ ଦେବ ପଶୁପତି। ଅତି ଶାନ୍ତ ମୂର୍ତ୍ତି ହୋଇ ଶିରେ ଜଟା ଭାର, ତ୍ରିଗୁଣ ପଇତା ଶୋଭା ପାଏ ଯେ କନ୍ଧର। ହିଂସ ଜନ୍ତୁ ମାନ ପ୍ରତି ତିଳେ ଭୟ ନାହିଁ, ଖରା ବର୍ଷା ଗ୍ରୀଷ୍ମ ତାର ତାକୁ ନ ବାଧଇ। ନିର୍ଗୁଣ ବ୍ରହ୍ମଙ୍କ ପାଦେ ଲାଗିଅଛି ଧ୍ୟାନ, ଅତ୍ୟନ୍ତ ସୁନ୍ଦର ଦିଶେ ତାଙ୍କ ବଦନ। କ୍ଷୁଧା ତୃଷା ନ ବାଧଇ ନାହିଁ ତାଙ୍କ ତାହା ଜ୍ଞାନ, ନିରନ୍ତର କରୁଥାନ୍ତି ନାମାମୃତ ପାନ। ଜଗାରୂଢ଼ ପୁରୁଷ ସେ କିବା ଶଙ୍କା ଭୟ, ମେରୁଗିରି ସମ ନିର୍ବିକାର ଜ୍ୟୋତିର୍ମୟ। ପାର୍ବତୀଙ୍କ ଆଦେଶରେ କୀଟ ନିର୍ଭୟରେ, ପିଠି ଆଡୁ ଚଢ଼ିଗଲା ମସ୍ତକ ଉପରେ। ଜଟାଗୃହର ମଧ୍ୟରେ ନିଃସଂକ୍ଷେ ପଶିଲା, ଦେବୀଙ୍କ ଆଦେଶ ମତେ ରୁଧିର ପିଇଲା। ମନ ଉତ୍ସର୍ଗିଲା ପୁଣି ମହାଦେବ ଶିରେ, ଦୁର୍ଗାଙ୍କ ଜଟାକୁ ଦୁର୍ଗାଙ୍କ କଟାକୁ ବହୁ କୀଟ ଉପୁଜିଲେ। ଶିବଙ୍କ ଶିରରେ ହେଲେ ଅସଂଖ୍ୟ ଯେ କୀଟ, ବେଳୁ ବେଳ ଦଂଶନ କରିଲେ ରଟମଟ। ରଟ ରଟ ଯହୁଁ ଦଂଶନ କରିଲେ ବେଳୁ ବେଳ ବେଶୀ, ସମ୍ଭାଳି ନ ପାରି ଦେବ କ୍ରୋଧ ହେଲେ ବେଶୀ। ଧ୍ୟାନ ଭାଙ୍ଗି ଗଲା କ୍ଷଣେ ଖୋଲିଲେ ନୟନ, ଅନୁଭବ କଲେ କିରେ କୀଟଙ୍କ ଦର୍ଶନ। ଏ ଜଟା କୁଣ୍ଡାଇ ଶିବ ଗଲେ ଥକି, ତଥାପି ଶାନ୍ତ ନ ହେଲା ଯାତନା କଦାପି। ଜଳେ ବୁଡ଼ାଇଲେ କୀଟ ଜଟାରେ ଦେବହର, ଅଧିକ ଦଂଶନ କଲେ କୀଟ ବାପାଇ ଜଳ। ପ୍ରଚଣ୍ଡ ଖରା ତାପରେ ଜଟା ଶୁଖାଇଲେ, ତଥାପି କୀଟ ଏ ଦଂଶନକୁ ନ ତେଜିଲେ। ବଡ଼ ବଡ଼ ବୃକ୍ଷ ଶିଳା ଉପରେ ଘଷନ୍ତି, ଘର୍ଷଣ ଆଘାତେ କୀଟ କେତେକ ମରନ୍ତି। ରକତୁ ଜନମ ହନ୍ତି ପୁଣି ବହୁ କୀଟ, ଦଂଶନେ ଅଥୟ ପୁଣି ହୁଅନ୍ତି ଯେ ଶିବ। ବଳୁଆ ଶତ୍ରୁ ହଇଲେ କରନ୍ତି ସମର, ବଳୁଆ ଶତ୍ରୁ ହଇଲେ କରନ୍ତି ସମର। ନିମିଷେ ପେଶନ୍ତି ତାଙ୍କୁ ସଞ୍ଜମଣିପୁର, ମର୍ତ୍ତରାଜା ମାନେ ମତେ ଜୀବନେ ଡରନ୍ତି। ମୋର ସମ୍ମୁଖରେ କେହି ରହି ନ ପାରନ୍ତି, ଅସୁରେ ପଳାଇ ଯାନ୍ତି ଦେଖି ମୋ ସ୍ୱରୂପ।
ଦେବତା ଡରନ୍ତି ସଦା ଦେଖି ମୋର ଧାପ। ସିଂହ ଜନ୍ତୁ ଭୟ ମୋର ତିଳେ ହେଲେ ନାହିଁ। କାହୁଁ ଏ ଶତ୍ରୁ ଅଇଲା ଘର ତାର କାହିଁ। ରୂପରେଖ ନଦୀ ସହି ନ ପାରଇ ଜାଣି। ସଙ୍ଗତେ ଅଛନ୍ତି ତାର କେତେ ବା ସଇନି। ଅସ୍ତ୍ର ଶସ୍ତ୍ର ସବୁ ମୋର ବ୍ୟର୍ଥ ଯେ ହଇଲା। ତଥାପି ମୋର ଶତ୍ରୁ ବିନାଶ ନଇଲା। କି କରିବି କାହିଁ ଯିବି କେ କରିବ ଶାନ୍ତି। କେବଳ ଉପାଏ ଶତ୍ରୁ ବିନାଶ କରନ୍ତି। ଅନଳ ଲଗାଇ ପଡ଼ି ଦେବି ଜଟା ଜୁଟ। ଏତେ ଭଳି ମହାଦେବ ହଇଲେ ଉଚ୍ଚାଟ। ପଡ଼ୁ ପଡ଼ୁ ମୋର ଶତ୍ରୁ କହନ୍ତେ ମୁଖରେ। ତତକ୍ଷଣେ ଚଉଦିଗେ ଅଗ୍ନି ଯେ ବେଢ଼ିଲେ। ଉଠି ସେ ସ୍ଥାନରୁ ଶିବ ପଳାଇଲେ ଖରେ। ଦୌଡ଼ି ଦୌଡ଼ି ଗଲେ କପିଳାସପୁରେ। ବାଟେ ଯିବା ବେଳେ ମନେ ମନେ ବିଚାରନ୍ତି। ପାର୍ବତୀ ନିଶ୍ଚୟ ଦୁଃଖ କରିଦେବ ଶାନ୍ତି। ଏହା ଭାଳି କପିଳାସେ ପ୍ରବେଶିଲେ ଯାଇ। ଜାଣି ମହାଦେବୀ ଅର୍ଘ ଘେନିଳ ବନ୍ଦାଇ। ଭିତର ପୁରକୁ ନେଇ ଗଲେ ଯେବେ ତୁରିତେ। ଶିବଙ୍କର ରୂପ ଦେଖି କହନ୍ତି ଚିନ୍ତିତେ। ମନେ ସୁଖ ନାହିଁ କିମ୍ବା ବିଳମ୍ବ ଅନ୍ତର। କି ହୋଇଛି କୁହ ପ୍ରଭୁ ମୋହର ଆଗର। ତାହା ଶୁଣି ଶିବ ତାଙ୍କୁ ସଂକ୍ଷେପେ କହନ୍ତି। ଆମୂଳ ଚୂଳ ଘଟଣା ସବୁ ବଖାଳନ୍ତି। କୃଷି ବୀଜ ଆନୟନ ଠାରୁ ଯେତେ କଥା। ସମସ୍ତ କହିଲେ ତାଙ୍କୁ ଦେବ ପଞ୍ଚମଧା। କୀଟଙ୍କର ବୀଜ କୀଟଙ୍କର ନିର୍ଯାତନା କଥା ବହୁତର। କହି ନ ଦୁଃଖେ ବିହଳ ହଇଲେ ଶଙ୍କର। ବିନୟେ କହିଲେ ପୁଣି ଶୁଣ ଗ ପାର୍ବତୀ। ମୋହର ଶତ୍ରୁ ନିବାସ କର ଗ ଜଟତି। ଶୁମ୍ଭ ନିଶୁମ୍ଭ ସହିତେ ମହିଷା ନାସିଲ। ମହାପରାକ୍ରମୀ ଦତ୍ତଗଣଙ୍କୁ ବଧିଲ। ସଂସାରେ କୁହନ୍ତି ସର୍ବେ ତୁମ୍ଭ ପରି ବୀର। ଜଗତ ମଧ୍ୟରେ କେହି ନାହାନ୍ତି ଆବର। ମୋର ଶତ୍ରୁ କୀଟ ରାଜ ଗଣନ ସୋନ। ବିନାଶୀର ଖମହର ବିକଳ ଜୀବନ। ସେମାନଙ୍କ ପ୍ରତାପ ମୁଁ ସହି ନ ପାରଇ। ବେଳକୁ ବେଳ ଅଧିକ ଦଣ୍ଡୁଛନ୍ତି ସେଇ। ଜଗତରେ ବହୁ ଶତ୍ରୁ ଗଣ ମୁଁ ଦେଖିଲି। ମହା ଦାନବଙ୍କୁ ବିନାଶ କରିଲି। ହେଳେ ଦେବି ଏଡ଼େ ଶତ୍ରୁ ନଥିଲେ କେ ମୋର। ଯେତେ ବିନାଶ ନିର୍ଯାତନା କଥା ବହୁତର। କହି ନ ଦୁଃଖେ ବିହଳ ହଇଲେ ଶଙ୍କର। ବିନୟେ କହିଲେ ପୁଣି ଶୁଣ ଗ ପାର୍ବତୀ। ମୋହର ଶତ୍ରୁ ବିନାଶ କର ଗ ଝଟତି। ଶୁମ୍ଭ ନିଶୁମ୍ଭ ସହିତେ ମହିଷା ନାସିଲ। ମହାପରାକ୍ରମୀ ଦତ୍ତଗଣଙ୍କୁ ବଧିଲ। ସଂସାରେ କହନ୍ତି ସର୍ବେ ତୁମ୍ଭ ପରି ବୀର। ଜଗତ ମଧ୍ୟରେ କେହି ନାହାନ୍ତି
ଆବର ମୋର ଶତ୍ରୁ କୀଟ ରାଜ ଅଗଣନ ସନ ବିନାଶୀର ଖମହର ବିକଳ ଜୀବନ ସେମାନଙ୍କ ପ୍ରତାପ ମୁଁ ସହି ନ ପାରଇ ବେଳକୁ ବେଳ ଅଧିକ ଦଣ୍ଡୁଛନ୍ତି ସେଇ ଜଗତରେ ବହୁ ଶତ୍ରୁଗଣ ମୁଁ ଦେଖିଲି ମହା ଦାନବଙ୍କୁ ବିନାଶ କରିଲି ହେଲେ ଦେବୀ ଏଡ଼େ ଶତ୍ରୁ ନଥିଲେ କେ ମୋର ଯେତେ ବି ନାସିଲେ ଜନ୍ମ ହନ୍ତି ଅସୁମାର ଖଣ ହେ ବିଶ୍ରାମ ମୁହିଁ କରି ନ ପାରଇ ଅପାର ଯାତନା ବେଳୁ ବେଳ ଦନ୍ତି ସେଇ ମତପ ଭାଙ୍ଗିବା ଶକ୍ତି ନଥିଲା ତାହାର କଦର୍ପ ଭସ୍ମ ହୀନ ଥିଲା ଏକଠାର ଏକାମ୍ର ବନରେ ମୋର ତପ ଭାଙ୍ଗୁଥିଲା ନେତ୍ର ଖୋଲି ଦନ୍ତେ ସେହି ପାଉଁଶ ହଇଲା କିନ୍ତୁ ଏ କୀଟକୁ ତିଳେ ନ ପାରଇ ମୁହିଁ ଜଣେ ଭସ୍ମ ହେଲେ ପଣେ ଆସୁଛନ୍ତି କାହିଁ ଯେତେ ପରକାର ଦଣ୍ଡ ଦେଲେଣି ସେ ମତେ କଥାଏ କହିନୁ ହଇ ତୁମ୍ଭର ଅଗ୍ରତେ ଆଗ ପ୍ରିୟ ଆଉ ତୁମ୍ଭେ ବିଳମ୍ବ ନ କରି ମୋହର ଶତ୍ରୁମାନଙ୍କୁ ଦିଅ ନାଶ କରି ଏପରି ବିକଳ ଯହୁଁ ଶଙ୍କର ହଇଲେ ମହାଦେବୀ ଅଧମୁଖେ ଅଳପ ହସିଲେ ଶଙ୍କରଙ୍କ ଜଟାକୁ ସେ ଧରି ସ୍ନେହବରେ କୁଣ୍ଢାଇ ହଲାଇ ଦେଲେ ନିଜ ସ୍ୱତରେ ସେ ଜଟା ମାନଙ୍କୁ ଚାହିଁ କହିଲେ ଆଦେଶ ତୁମ୍ଭକୁ ଅନଟି ସ୍ଥାନ ଦେବଇ ଅବଶ ଯେତେ ମନୁଷ୍ୟ ଅଛନ୍ତି ଏହି ଜଗତରେ ତୁମ୍ଭେ ନିବାସ କରିବ ତାଙ୍କ ଶିରରେ ମନୁଷ୍ୟ ମାନଙ୍କ ଶିରୁ ପୀଣ ରୁଧିର ଅତି ସନ୍ତୋଷେ ରହିବ ମାନବ ଗିର ଦେବୀଙ୍କ ଆଦେଶ ମତେ ସେହି କୀଟଗଣ ଶିବଙ୍କ ଜଟାତେ ଦିନ ଚଳିଲେ ତକ୍ଷଣ ପ୍ରତ୍ୟେକ ଜନଙ୍କ ଶିରେ କରିଲେ ବିନାଶ ରୁଧିର ପାନ କରିଣ ଲୋଭିଲେ ସନ୍ତୋଷ ଶିବଙ୍କ ମସ୍ତକୁ ଯହୁଁ ଉକୁଣିଏ କଲେ ଅପାର ଆନନ୍ଦ ସେହୁ ମନରେ ହଇଲେ ସନ୍ତୋଷ ମନରେ ହର ପାର୍ବତୀ ସେଠାରେ ବିରତି ରଚନା କଲେ ନାନାଦି ବନ୍ଧରେ ବହୁ କାଳୁ ବେନି ଜନେ ଥିଲେ ତନ ଅଲଗ ଇଚ୍ଛା ମତେ ସେଠା ପରେ କରିଲେ ସମ୍ଭବ ସେ ସମ୍ଭବୁ ପୁତ୍ର ଏକ ହଇଲା ଉତ୍ପନ୍ନ ତାଙ୍କ ନାମ ଗଣପତି ମହାନ ବିଦ୍ୱାନ ଦେବତା ମାନଙ୍କ ପରେ ଶ୍ରେଷ୍ଠ ସେ ବୋଲାନ୍ତି ସଭିକ ଅଗ୍ରତେ ବସି ପୂଜା ସେ ପାଆନ୍ତି ମୂଷିକ ବାହନେ ସେହୁ ଭ୍ରମନ୍ତି ତ୍ରିପୁର ଆବର ଅଟନ୍ତି ସର୍ବ ବିଦ୍ୟାରେ ଭଣ୍ଡାର ଅତି କମନୀୟ ଅଟେ ତାହାଙ୍କ ମୂରତି ମହିମା ବର୍ଣ୍ଣନେ ଅତି କାହାର ସଗତି ଏକଦନ୍ତ ବିଘ୍ନ ରାଜ ପୁତୁଳ ଉଦର ସ୍କନ୍ଧରେ ଶୂର୍ଣ୍ଣ ପବିତ୍ର ଅତି ମନୋହର ହର ଗୌରୀଙ୍କ ଚରିତ ଅତି ଅଚମ୍ବିତ ପଢ଼ି ଶୁଣିଲେ ସକଳ ଲୋଭିବ ମୁକଦ ବ୍ରହ୍ମା ବଖାଳନ୍ତି ସାବିତ୍ରୀଙ୍କ ବ୍ରତରେ ଏ ଗ୍ରନ୍ଥ ପଢ଼ିଲେ କତି ଲୋଭନ୍ତି ଦେନରେ
অত্যন্ত পবিত্র মনে দে পড়ি শুনই অন্তকালে বৈকুণ্ঠ ভুবনে বসই সকল পাতক তার বিনাশ হুই অন্তিমে নরক ভয় দারণ রই এণু সাধু সুজ্ঞ পাদে করে নমস্কার পঢ়ি পকাই এ গ্রন্থ পঢ়ি পঢ়াই এ গ্রন্থ করন্তু প্রচার ঘর কଳି যুগে একা হরি নাম সত তাহাକୁ ଛାଡ଼ିଲେ ନକେ ହୋଇବ ପତିତ ତେଣୁ ସଦା ହରି ନାମ କରନ୍ତୁ ଗାୟନ ଅଭୟ ପାଦରେ ଦେବେ ପାଇବେ କସ୍ଥାନ ଗୀତ ପ୍ରବନ୍ଧରେ ଏକା କହିଲି କରିଲି ପ୍ରକାଶ ନ ଧରିବ ସାଧୁ ସୁଜ୍ଞ ଜନେ ମୋର ଦୋଷ ক্ষেত্র মোহন যে নাম মোহর ওটই জগত জননী দুর্গা সাহায্যন্তি হই ইতি শ্রী বৃহৎ ব্রহ্মাণ্ড পুরাণে হরি ভক্তিমালা কথনে শিব পার্বতী মিলনে গণেশ্বরঙ্কর জন্মচরিত নাম পঞ্চম অধ্যায়। ओम नमः शिवाय 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 जामने सरकटी सिंह सब चित्रे सभा कोटि कोटि नमस्कार तो साहस के क्षमा करिए हरे कृष्ण 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 हरे 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 राम 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 हरे हरे जय मांबे दुर्गा दुर्गति नाशिनी साहस के क्षमा करिए ये 8 तारीख है तो साहस क्षमा करिए।